বনতে ডাকিলা গজ বরষকে থরে লো আসিছি রজ আসিলা রজ লঘেনি নূଆ ସଜ ବାଜ। ଡାଇରିଆ ଗୋଟେ ଭୟଙ୍କର ବେମାର। ଡାଇରିଆ ଜୀବାଣୁ ବାହାରୁଛି ମାନେ ସରକାର ସଚେତନ ହେବା ଦରକାର। ଦୁର୍ଭାଗ୍ୟ ଓଡ଼ିଶାର ସବୁ ମନ୍ତ୍ରୀ ବିଭିନ୍ନ ଜିଲ୍ଲା ବୁଲୁଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ବୁଲୁଛନ୍ତି। ତାଙ୍କର ବର୍ଷ ଭିତରେ କ'ଣ କରିଛନ୍ତି କ'ଣ କରିନାହାନ୍ତି, କ'ଣ କରିଛନ୍ତି ସେଇଟା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ। କିଛି ତ କରିନାହାନ୍ତି, ମିଛରେ ଲୋକଙ୍କୁ କହୁଛନ୍ତି ଯେ ଆମେ ବହୁତ କିଛି କରିଛୁ। କିନ୍ତୁ ଦୁର୍ଭାଗ୍ୟ ଡାଇରିଆରେ ଲୋକ ମରୁଛନ୍ତି, ସେଠି ମାନ୍ୟବର ମୁଖ୍ୟମନ୍ତ୍ରୀ ଯାଇନାହାନ୍ତି କି ହେଲ୍ଥ ମିନିଷ୍ଟର ଯାଇନାହାନ୍ତି। ମୁଁ ଦୟା କରିକି ଅନୁରୋଧ କରୁଛି, ରାଜନୀତି ଛାଡ଼, ଲୋକଙ୍କ ଜୀବନ ସହିତ ଖେଳ ଖେଳନି। ଯେଉଁଟା ଲୋକଙ୍କ ଜୀବନ ଯାଉଛି ତୁମେ ସେଇଠିକି ଯାଅ। ଯେଉଁଟା ଖାଲି ପ୍ରଚାର ପ୍ରସାର କରିବା ପାଇଁ ଭୋଟ ପାଇଁ ଯାଅନି। ବର୍ତ୍ତମାନ ଭୋଟ ନାହିଁ, ତୁମକୁ ଲଜ୍ଜା ଲାଗିବା କଥା। ଯେଉଁଟା ଶହ ଶହ ଲୋକ, ହଜାର ହଜାର ଲୋକ ଆକ୍ରାନ୍ତ ହେଲେଣି ଏବଂ ଭଦ୍ରକ ଜିଲ୍ଲାକୁ ଧରିଲାଣି, ବାରିପଦା ଜିଲ୍ଲାରେ ହେଲାଣି। ତୁମେ ତୁରନ୍ତ ସେ ଜାଗାରେ ପହଞ୍ଚ, ଲୋକଙ୍କ ପାଖରେ ପହଞ୍ଚ। ଖାଲି ଚାରିଆଡ଼େ ଜିଲ୍ଲା ସାରା ବୁଲିକିରି ଭାଷଣ ମାରିଲେ ହେବନି। ମୁଁ ଅନୁରୋଧ କରୁଛି, ଜଣେ ସିନିୟର ଲୋକ ହିସାବରେ ମୁଁ ଅନୁରୋଧ କରୁଛି, ବିଧାୟକ ହିସାବରେ, ମୁକେଶ ମହାଲିକ, ତୁମେ ତୁରନ୍ତ ଯାଜପୁର ଭଦ୍ରକ ଯାଅ, ଗସ୍ତ କର ଏବଂ ଲୋକଙ୍କ ସମସ୍ୟା ବୁଝ, ସମାଧାନ କର। ନହେଲେ ଲୋକ ତୁମକୁ କେବେ ବରଦାସ୍ତ କରିବେନି। କଲରା ଆଗରୁ ବିଲୁପ୍ତ ହୋଇଯାଇଥିଲା, କଲରା ବିଲୁପ୍ତ, କିନ୍ତୁ କାଲି ଘୋଷଣା କରିଛନ୍ତି ହେଲ୍ଥ ଡିପାର୍ଟମେଣ୍ଟ ଯେ କଲରା ବ୍ୟାପିଲାଣି। ହଁ, କାଲି ତ ସେଇ କଥା ତ କହୁଛି ମୁଁ, ଯେ କଲରା ବ୍ୟାପିଲାଣି। ଏଇଟା ଗୋଟେ ମାରାତ୍ମକ ଜୀବାଣୁ। କଲରା ଜୀବାଣୁ ହେଉଛି ମାରାତ୍ମକ ଜୀବାଣୁ। ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି, ଆପଣ ମନ୍ତ୍ରିମଣ୍ଡଳ ସେ ଜଣେ ବସିବା ଦରକାର, ହେଲ୍ଥ ମିନିଷ୍ଟର ବସିବା ଦରକାର। ହେଲ୍ଥ ମିନିଷ୍ଟର ବୁଲୁଛନ୍ତି, ବର୍ଷକରେ କ'ଣ ଆଙ୍ଗେ ପ୍ରଚାର ପ୍ରସାର କରୁଛନ୍ତି, ଖାଲି ପ୍ରଚାର ପ୍ରସାର କରିବା ପାଇଁ ବୁଲୁଛନ୍ତି। ହେଲ୍ଥ ମିନିଷ୍ଟରକୁ ମୁଁ କହୁଛି ରିଜାଇନ୍ ଦେବା ଦରକାର। ହେଲ୍ଥ ମିନିଷ୍ଟର ଅଯୋଗ୍ୟ ହେଲ୍ଥ ମିନିଷ୍ଟର, ରିଜାଇନ୍ ଦେବା ଦରକାର। କୋଉଠି ଲୋକ ମଲେଣି ତ, କୋରାପୁଟରେ ଲୋକ ମଲେଣି ତ, ଚାରିଆଡ଼େ କଲରା ଜୀବାଣୁ ବ୍ୟାପିଲାଣି। ତିନିଟା ଜିଲ୍ଲାକୁ ବର୍ତ୍ତମାନ ବ୍ୟାପିଛି। ଏଇଟା ଭାରି ମାନେ ବିଷମ କଥା, ଭାରି ଦୁର୍ଭାଗ୍ୟଜନକ କଥା। ତୁରନ୍ତ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ, ମାନ୍ୟବର ମନ୍ତ୍ରୀଙ୍କୁ ସେଇଟା ବସିବେ, ନହେଲେ ଇସ୍ତଫା ଦେବେ। ଯାଜପୁରରେ ବ୍ୟାପୁଥିଲା ବେଳେ, କଲରା ବ୍ୟାପୁଥିଲା ବେଳେ ବିଜେଡି କିନ୍ତୁ ବୈଠକ କରୁଛି, ନାରୀ ସୁରକ୍ଷା ନେଇକି ବୈଠକ କରୁଛି। ଏକ ଦୁର୍ଭାଗ୍ୟ। ମାନେ ସେ ବିଜେପି ହେଉ କି ବିଜେଡ଼ି ହେଉ, ଆଜି ତ ଆମର ପିସି ସଭାପତି ଗସ୍ତ କରିଛନ୍ତି ଯାଜପୁର ଜିଲ୍ଲାକୁ। ଗଲାକାଲିଠୁ ଆମ ଟିମ୍ ସେଇଠି ବସିଛନ୍ତି, ମାଗଣା ଔଷଧ ପତ୍ର ଦେଇକି ଲୋକଙ୍କୁ ସେବା କରୁଛନ୍ତି। କଂଗ୍ରେସ ଦଳ, ସେବା ଦଳ, ସେଇଟା ଶୁଭେନ୍ଦୁ ମହାନ୍ତିଙ୍କ ନେତୃତ୍ୱରେ ସେବା ଦଳ ସେଇଠି ବସିଛି 2-3 ଦିନ ହେଲାଣି। ମାନେ ଆଉ ଗୋଟେ କଥା ହେଉଛି, ବର୍ତ୍ତମାନ ରାଜ୍ୟ ସରକାର ଗୋଟେ କଲେ ଯେ ଆଧାରଟା କମ୍ପଲସରି କରାହେବ। ଯେ ଆଗରୁ ତ ଥିଲା, ସେ କହୁଛନ୍ତି ଯେ ପୂର୍ବ ସରକାର ଭୋଟ ବ୍ୟାଙ୍କ ରାଜନୀତି କରୁଥିଲେ, ଅନେକ ହିତାଧିକାରୀ ଯେଉଁମାନେ କି ଯୋଗ୍ୟ ନୁହଁ, ବାହାର ଲୋକ, ତାଙ୍କୁ ଆଧାର କରିଦେଉଥିଲେ। ଏଥିରେ ସ୍ୱଚ୍ଛତା ଆଣିବେ ଯେ ପ୍ରକୃତ ପକ୍ଷେ ଲୋକ ତ ଆଧାର କାର୍ଡ଼ କରିବାକୁ ଯାଇପାରୁନାହାନ୍ତି, ସୁବିଧା। ଦେଖନ୍ତୁ, ଆଧାର କାର୍ଡ଼ ଏମାନଙ୍କର ବହୁତ ଦିନ ହେଲାଣି ଆଧାର କାର୍ଡ଼ ପାଇଁ ଲାଇନ୍ ଲଗାଇଛନ୍ତି। ବସ୍ତା ବସ୍ତା ଫର୍ମ ତାଙ୍କର ପଡ଼ିଛି। ଅନଲାଇନ୍ରେ ଶହ ଶହ ଲୋକ, ଲକ୍ଷ ଲକ୍ଷ ଲୋକ ଆପ୍ଲାଏ କରୁଛନ୍ତି, ଆଧାର କାର୍ଡ଼ ହେଇପାରୁନି। ବାପା ମାଆର ଅଛି, ପୁଅ ଝିଅର ନାହିଁ। ଯଦି ବାପା ମାଆର ଅଛି, ପୁଅ ଝିଅର ନାହିଁ, ଯେଉଁ ଲିଙ୍କ ଥିଲା, ସେ ଲିଙ୍କଟାକୁ ସରକାର ଗ୍ରହଣ କରୁନାହାନ୍ତି। ବର୍ତ୍ତମାନ ଯେଉଁମାନେ ଦାଦନ ଖଟିବାକୁ ଯାଇଛନ୍ତି, ସେମାନେ କେବେ ଫେରିବେ, କେବେ ଆଧାର କାର୍ଡ଼ ତାଙ୍କର ହେବ? ତା ଅର୍ଥ ସେମାନେ ସରକାରଙ୍କର କୌଣସି ସୁବିଧା ସୁଯୋଗ ପାଇବେ ନାହିଁ। ସରକାର ପୁନର୍ବିଚାର କରିବା କଥା, ସେମାନଙ୍କର କେମିତି ହେବ ଆଧାର କାର୍ଡ଼, ତାକୁ ଆଖି ଆଗରେ ରଖି। ଆମ ଓଡ଼ିଶା ଲୋକ ଏତେ ଚାଲାକି ଚତୁର ଥିଲେ,
चलाई चतुर गाँ गहल लोक आदिवासी दलित खटिकिया मजदूर लोक मैंने गाँ भितर आउ नाहांती कहीं सब जाइछन्ति अन्य जगह को काम करी पेट पोषिबा सरकार तुरंत पदक्षेप नियंतु सेमानकर आधार कार्ड केमती हम न जावा आसा खर्च समस्त डकातु जावा आसा खर्च बुझु एवं तांकर कुली मजूरी पैसा दिंतु जहाद्वारा कि आधार कार्ड समस्त को लिंक हवा दरकार यह भी दरकार किंतु दुर्भाग्य जे सेमाने आधार कार्ड केमती हम से कथा विचार करूना तर्जमा करवा दरकार ताको लोक पाखे बुझेवा दरकार न बुझे न सुझे डायरेक्ट मना कर दौरान सरकार योजना किसी पाइपर ना यह गोटे अन्याय कथा तांको प्रति तुरंत सरकार पदक्षेप नियंतु सेमाने समस्त को आधार कार्ड केमती करई दिज्व तार व्यवस्था करतु तापर जाकर लागू करेंगे जे जे आधार कार्ड करनी ताको कौन सुविधा दिज्व ना बनस्ते डाकिला गज बरसके थरे लो आसी रज आसिला रज लघेनी नुआ सज बाज आज रज पहली रज जोटा कि आमर समस्तंकर चाष बास आरंभ होइछे रज समय आरंभ हुए वर्षा भी हुए आउ पाटपोक मैंने बाहरती बाटपोक मैंने बाहरती चारिआडे बुलती गाँ गहल झील बहु माँ भौणी मैंने आज दोली खेलती मु आज समस्त को रज दिन में ओडावासी को जयपुरवासी समस्त को मुझे आज शुभेच्छा ज्ञापन करुच्ची रज मौज आज बहुत रज मौज कर आराम रे पिठापଣା ख नुआ वस्त्र ख एवं गोलापी गोलापी पान ख ओ तुम पानखिया पार्टी रंग हो जगन्नाथ आशीर्वाद करंतु सबु बेले पान खाई मजा मजलिस कर आपण दुनियाटा को खुश बास कर धन्यवाद समस्त रज मौज।